ଭାବର ଠାକୁର ଭାବ ଡୋରେ ବନ୍ଧା, ଭକତଙ୍କ ଗଳା ମାଳି, ବରଷକେ ଥରେ ଦେଉଳୁ ବାହାରି, ଆସେ ଭକ୍ତ ମେଳେ ବୁଲି। ନମସ୍କାର ଦର୍ଶକ ବନ୍ଧୁ, ପ୍ରଣତି ସ୍ୱାଗତ କରୁଛି ପ୍ରଣତି କ୍ରିଏସନ୍ ଚ୍ୟାନେଲକୁ। 2 ଦିନ ଧରି ଚାଲିଥିବା ଶ୍ରୀ ଗୁଣ୍ଡିଚା ଯାତ୍ରା ଶେଷ ହୋଇଯାଇଛି। ଏହା ଭିତରେ ଆମେ ଚାହିଁ ରହିଥିବା 1 ବର୍ଷ ପାଇଁ ନନ୍ଦିଘୋଷ ଯାତ୍ରା, ରଥଯାତ୍ରା 2 ଦିନ ଧରି ଚାଲିଥିଲା। ଆଉ ଏ ବର୍ଷ ତ ସବୁଠୁ ନିଆରା ଥିଲା, କାରଣ ଅନେକ ବର୍ଷ ପରେ ଏ ବର୍ଷ ଆସିଛି ଯେ 2 ଦିନ ଧରି ଭକ୍ତମାନେ ତାଙ୍କର ଜଗାକୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଏ ସୁଯୋଗ ହୁଏତ ବହୁତ ବର୍ଷ ପରେ ଆସିଛି। ଆଉ ଏ ସୁଯୋଗକୁ ସମସ୍ତେ ବା କାହିଁ ହାତଛଡ଼ା କରିବେ। ଜଗା ହେଉଛି 2ଟି ମାଆର ସନ୍ତାନ ସତ, କିନ୍ତୁ ସେ ଅନେକ ମାଆଙ୍କର ଗଳାର ମାଳି, ସୁନା ଶଙ୍ଖାଳି, ସୁନା କହ୍ନେଇ ପରି ସବୁ ମାଆମାନେ ଭାବନ୍ତି। ତା ଭିତରୁ ମୋ ଭାବରେ ଜଗା ମୋର ହେଉଛି ମୋର ଗଳାର ମାଳି। ଏ ମାଆ ଜାଣିନି କାହିଁକି ଜଗାକୁ ତା ସନ୍ତାନ ବୋଲି ଭାବେ, କାହିଁକି ଜଗାକୁ ଦେଖିବା ପାଇଁ ମନ ସବୁବେଳେ ବ୍ୟାକୁଳ ହୁଏ। ଆଜି ନୁହେଁ, ବହୁତ ଇଚ୍ଛା ହୁଏ, କିଛି ନହେଲେ ବି ମନେ ମନେ କେବେ ଟିକେ ଯାଇକି ଜଗାକୁ ଦେଖିଦେଲେ ମନ ହୁଏ ତ ଶାନ୍ତି ମିଳିଯାଏ। ଆଉ ଦେଉଳ ଭିତରୁ ବାହାରକୁ ଆସିଲେ ଜଗା, ତାକୁ ଦେଖିବାକୁ ସତରେ ଭିଡ଼ ଭିତରେ କଷ୍ଟ ଲାଗେ ସତ, କିନ୍ତୁ ଦେଖିଦେଲେ କେଜାଣି କାହିଁକି ସେ ସବୁ ଦୁଃଖ ଭୁଲିଯାଏ। ଆଉ ସେହିପରି ଯେହେତୁ ଛୁଟି ଥିଲା, ଆମେ ସ୍ୱାମୀ ସ୍ତ୍ରୀ ଭାବିଲୁ ଯାଇକି ଟିକେ ଆମ ଜଗାକୁ ଟିକେ ରଥରେ ଦେଖିଦେବୁ, ଟିକେ ରଥ ତାର ଛୁଇଁଦେବୁ, ରଥ ଦଉଡ଼ି ଟିକେ ଟାଣିଦେବୁ, ଜୀବନ ଆମର ଧନ୍ୟ ହେଇଯିବ। ଏଇ ଯେଉଁ ଭାବ ଆମ ଭିତରେ ଜାଗ୍ରତ ହେଲା। ଆଉ ଜଗାର ଡୋରି କେବେ ଲାଗି ସେ ଆମକୁ ତା ପାଖକୁ ପାଛୋଟି ନେଲା, ତାହା ମଧ୍ୟ ଆମେ ଜାଣିନୁ। ଆଉ ଗଲା ପରେ ଏତେ ଭିଡ଼ ଭିତରେ ପଶିବା ପୂର୍ବରୁ ଚାହିଁଲୁ କି ଆମର ନରେନ୍ଦ୍ର ପୋଖରୀ ପାଖରେ ଥିବା ଯେଉଁ ଛୋଟ ମ୍ୟୁଜିୟମ୍ ହେଇଛି ପରିକ୍ରମା ପ୍ରକଳ୍ପ ଭିତରେ, ସେ ମ୍ୟୁଜିୟମ୍କୁ ଟିକେ ଦେଖିବା ପାଇଁ। ବହୁତ ସୁନ୍ଦର ଭାବରେ ଜଗାର ଅନେକ ବେଶ ସବୁ ଭଲ ଭାବରେ ସାଜସଜ୍ଜା ହେଇଛି। ମନ୍ଦିରର ଦେଖନ୍ତୁ କେତେ ସୁନ୍ଦର ଭାବରେ ସେ ପରିକଳ୍ପନା କରିଛନ୍ତି ଏବଂ ଜଗା ବ୍ୟବହାର କରୁଥିବା ଅନେକ ବାସନ ଏବଂ ତାର ସାଜସଜ୍ଜା, ତାର ସବୁ ପରିପାଟି, ଏମିତିକି ତାର ବାସନଠୁ ଆରମ୍ଭ କରି ପୂଜା ସାମଗ୍ରୀଠୁ ଆରମ୍ଭ କରି ତାର କୁଡ଼ିଆ ଦେଖନ୍ତୁ, ଛୋଟଠୁ ବଡ଼ ପର୍ଯ୍ୟନ୍ତ ସବୁ ବିଭିନ୍ନ ପ୍ରକାରର ନାମ ବି ଅଛି। ଆପଣ ଯଦି ଯାଉଛନ୍ତି ଏ ମ୍ୟୁଜିୟମ୍କୁ ନିଶ୍ଚୟ ଟିକେ ଦେଖିବାକୁ ଚେଷ୍ଟା କରିବେ, କାରଣ ବହୁତ ସୁନ୍ଦର ଭାବରେ ଏଇଟା ସଜା ହେଇଛି। ବହୁତ ଭଲ ଭାବେ ସେମାନେ ଏତେ ସୁନ୍ଦର ଭାବରେ ସଜେଇଛନ୍ତି, ଆପଣ ଟୋଟାଲି ଜାଣିପାରିବେ ଯେ ଜଗନ୍ନାଥଙ୍କର କେତେ ସବୁ ପରମ୍ପରାର ସବୁ ବିଶେଷତ୍ୱ ଅଛି। ଏଇ ଆସିଯିବା ଆମର ରାଜାଧିରାଜ ମହାରାଜଙ୍କ ଦର୍ଶନ ବିଳାସେ। ଦେଖନ୍ତୁ ଭକ୍ତମାନେ କେତେ ସୁନ୍ଦର ଭାବରେ ମଜି ଯାଉଛନ୍ତି, ହଜି ଯାଉଛନ୍ତି ତାଙ୍କ ଭାବରେ, ଜଗନ୍ନାଥଙ୍କର ଭଜନ କୀର୍ତ୍ତନରେ ନିଜକୁ ହଜେଇ ଦେଉଛନ୍ତି। ଏ ହେଉଛି ଜଗାର ଭାବ। ଆ ଭିତରେ କାହିଁକି କେଜାଣି ମୁଁ ଜାଣିନି, ଏଇଠି ପହଞ୍ଚିଲା ପରେ ଜୀବନ ଯେମିତି ଧନ୍ୟ ହେଇଗଲା ପରି ଲାଗୁଥାଏ। ଗୋଟେ ଭାବ ଏମିତି କ୍ରିଏସନ୍ ହେଇଯାଉଥାଏ ମନ ଭିତରେ, ସେଇଟା ବି ମୁଁ ଆପଣମାନଙ୍କ ସହିତ ସେୟାର କରିପାରୁନି। ଯଦି ଆପଣ ନିଜେ ଫିଲ୍ କରିବେ, ଦେଖିପାରିବେ। ଦେଖନ୍ତୁ ହନୁମାନ ନିଜକୁ ସଜେଇକି ଆସିଛନ୍ତି ଜଗାଙ୍କର ଦର୍ଶନ କରିବା ପାଇଁ। ଭକ୍ତଙ୍କର ଭାବ, ଭକ୍ତଙ୍କର ଆଉ ଭଗବାନଙ୍କର ମିଳନ, ଏ ହେଉଛି ରଥଯାତ୍ରା। ସେଥିପାଇଁ କି ବର୍ଷକେ ଥରେ ଜଗନ୍ନାଥ ଯେଉଁ ଭକ୍ତମାନେ ଯାଇପାରନ୍ତିନି ମନ୍ଦିରକୁ, ସୁଯୋଗ ନେଇପାରନ୍ତିନି ତାଙ୍କୁ ଦର୍ଶନ କରିବା ପାଇଁ, ସେ ପାଛୋଟି ଆସନ୍ତି ଭକ୍ତଙ୍କ ପାଖକୁ ଏବଂ ତାଙ୍କୁ ଦର୍ଶନ ଦେବା ପାଇଁ। ବିଶେଷ କରି ଅନେକ ଭଲ୍ୟୁଣ୍ଟିୟର ମାନେ, ଯେମିତିକି RSS ହଉ, AVPS ହଉ, NSS, NCC, ଏମିତି ଗୁଡ଼ାଏ ରେଡ଼କ୍ରସ୍ ହଉ, ଗୁଡ଼ାଏ ଭଲ୍ୟୁଣ୍ଟିୟର ମାନେ ଏତେ ସୁନ୍ଦର ଭାବରେ, ପୋଲିସ ଭାଇମାନଙ୍କଠୁ ଆରମ୍ଭ କରି ଅନେକ ସମସ୍ତଙ୍କୁ ତ ମୁଁ କହିପାରୁନି, ଏତେ ସୁନ୍ଦର ଭାବରେ ପରିଚାଳନା କରୁଥିଲେ, ଏତେ ସୁରକ୍ଷା ଦେଉଥିଲେ, ବହୁତ ଭଲ ଲାଗିଲା। ଆ ଭିତରେ ମୋ ସ୍ୱାମୀଙ୍କର ବାସ୍ ଗୋଟିଏ କଥା ଚାଲିଥାଏ, ଦେଖିଲ ଏ ଭକ୍ତମାନେ କ'ଣ ପାଗଳ ନା କ'ଣ ଯେ ଏତେ ଦୂରରୁ ପାଛୋଟି ଆସୁଛନ୍ତି। ଆଉ ଯେଉଁମାନେ କହୁଛନ୍ତି ଯେ ଜଗନ୍ନାଥଙ୍କୁ କିଏ ବିଶ୍ୱାସ କରେ, ଆଉ ଏଇ ଯେଉଁ ଲୋକମାନେ ଆସୁଛନ୍ତି ଏମାନେ କ'ଣ ମିଛଟାରେ ଆସୁଛନ୍ତି, ଏ ଭାବରେ ପାଗଳ, ଇଏ ତାଙ୍କର ଭାବନାରେ ପାଗଳ। ସେଇଥିପାଇଁ କି ଏତେ ଦୂରରୁ ଏତେ ଭିଡ଼ରେ ପାଛୋଟି ଆସିଛନ୍ତି ଦେଖିବା ପାଇଁ ଜଗନ୍ନାଥଙ୍କୁ। ତେଣୁ ଆ ଭିତରେ ସୁଯୋଗ ପାଇଥିଲୁ, ଯେହେତୁ ଜଗାଙ୍କର ଆମେ ହେଉଛେ ଚାକର,
ତ ତାଙ୍କର ସେବା ତ ଆମେ କରିବାର ସୁଯୋଗ କେବେ ଡାଇରେକ୍ଟ ପାଇବା ନାହିଁ। ଯଦି ମାଧ୍ୟମରେ କାହା ମାଧ୍ୟମରେ କିଛି ମିଳିଯାଉଛି ତାହେଲେ ନିଶ୍ଚୟ ଯଦି ଆମେ କରିନେଉଛେ ସେ ଆମର ସୌଭାଗ୍ୟ ବୋଲି ମୁଁ ମନେ କରେ। ଧନ୍ୟବାଦ ଦେବି କଟକ ମାରୁଆଳି ସଂଗମଙ୍କୁ। ସେ ତାଙ୍କର ଷ୍ଟଲ୍ ପକାଇଥିଲେ, ଖାଦ୍ୟ ବଣ୍ଟନ କରୁଥିଲେ। ମୋତେ କିଛିଟା ଅଂଶରେ ସୁଯୋଗ ମିଳିଥିଲା ସେଥିରେ ସାମିଲ ହେବା ପାଇଁ। ମୋ ଜୀବନକୁ ଧନ୍ୟ ଲାଗିଲା, ଖୁସି ଲାଗିଲା ବହୁତ ଯେ ଏ ଭିତରେ କିଛିଟା ଆମେ କରିବାର ସୁଯୋଗ ପାଉଛୁ। କେତେ ପ୍ରକାର ଲୋକ ସେବା କରୁଛନ୍ତି, କିଏ ପାଣି ଦେଉଛି, କିଏ ବିଛଣା ବିଞ୍ଚି ଦେଉଛି, କିଏ ଲୋକଙ୍କ ପାଇଁ ବାଟ କଢ଼େଇ ନେଉଛି, କିଏ ରାସ୍ତା ସଫା କରିଦେଉଛି। ଯିଏ ଯେମିତି ପାରୁଛି ଜଗାଙ୍କର ସେବା କରୁଛି। ଏମିତିକି ଭକ୍ତମାନଙ୍କର ସେବା କରୁଛି ଯେ ଲୋକମାନେ କେମିତି ଅସୁବିଧାରେ ନ ପଡ଼ନ୍ତୁ ଆଉ ସେମାନେ ସୁବିଧାରେ। ବହୁତ ଭିଡ଼ ଥିଲା, ଆମେ ଯିବାକୁ ତ ବହୁତ କଷ୍ଟ ହେଲା, ଭିତରୁ ଯାଇପାରିଲୁ ନାହିଁ, ଦୁଃଖ ଲାଗିଲା। ଆଉ ଜଗାକୁ ଦୌଡ଼ି ଧରିପାରିଲୁ ନାହିଁ, ରଥ ଟାଣି ପାରିଲୁ ନାହିଁ। ଫେରି ଆସିଲୁ ପିପିଲିରେ ଟିକେ ସେଠି ଟିକେ ବିଶ୍ରାମ ନେଲୁ, ଏଠି ଟିକେ ବସି ଫଟୋ ଟିକେ ଉଠେଇଦେଲୁ। ମନ ଭିତରେ ଥାଏ ଯେମିତି ମନେ ମନେ ଇଚ୍ଛା ହେଉଥାଏ, ଆସିଥିଲି କାଳିଆ ତୋ ଦର୍ଶନ ପାଇଁରେ, ତତେ ଛାଡ଼ି ଯିବାକୁ ମୋ ମନ ବଳୁ ନାହିଁରେ। କିନ୍ତୁ କ'ଣ କରିବା, ସେ ଭିଡ଼ ଭିତରେ ବି ରହିକି ବହୁତ ଲୋକ ହଇରାଣ ବି ହେଇଛନ୍ତି। ଆସିଲା ପରେ ମନ ଭିତରେ ଥାଏ କିନ୍ତୁ ଯାହା ହଉ ଜଗା ଯେମିତି ମନର ଭାବ ବୁଝିପାରେ। ଆମ ଘର ପାଖରେ ବହୁତ ସେଠି ବି ବହୁତ ବଡ଼ ରଥଟେ ହେଉଥିଲା ଡୁମଡୁମାରେ। ସେଠି ସୁଯୋଗ ମିଳିଲା ଯେ ରଥ ଟିକେ ଟାଣିବା ପାଇଁ, ସେଠି ରଥ ଟାଣିଲୁ ଏବଂ ପ୍ରସାଦ ସେବନ କରିବାକୁ ମିଳିଲା। ଆମେ 2 ଜଣ ଦେଖନ୍ତୁ କେତେ ସୁନ୍ଦର ଭାବରେ ଦୀର୍ଘ ଦିନ ଧରି ଏବେ ବାହୁଡ଼ା ଯାଏ, ସୁନାବେଶ ଯାଏ ଏଠି ପୂଜା ଚାଲିବ। ଯଦି ଭୁବନେଶ୍ୱରରେ କିଏ ରହୁଛନ୍ତି ଡୁମଡୁମା ଏ ମେଳାକୁ ବି ବୁଲି ଆସିପାରିବେ। ବହୁତ ଭଲ ଭାବେ ସେମାନେ ପରିଚାଳନା କରୁଛନ୍ତି, ଭଲ କଲଚରାଲ୍ ପ୍ରୋଗ୍ରାମ୍ ବି ହେଉଛି ମୋ ଘର ପାଖାପାଖି। ତ ଏ ହେଲା ଜଗା ମୋ ଭିତରେ କିଛିଟା ଭାବ ଚେଷ୍ଟା କରିଛି କିଛି କିଛି ଆପଣଙ୍କ ସହିତ ସେୟାର କରିବା ପାଇଁ। ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଯଦି ଆପଣଙ୍କ ଭାବନାରେ ଜଗାର କିଛି କଥା ଅଛି ଆପଣ ସେୟାର କରନ୍ତୁ। ରହୁଛି ନମସ୍କାର। ପ୍ରଣତି କ୍ରିଏସନ୍ ଚ୍ୟାନେଲରେ ଆପଣ ନୂଆ ଥିଲେ ନିଶ୍ଚୟ ସବସ୍କ୍ରାଇବ୍ କରିବେ ଏବଂ କମେଣ୍ଟରେ ଦେବେ ଆପଣ କେମିତି ଏ ବର୍ଷ ରଥଯାତ୍ରାକୁ ସେଲିବ୍ରେସନ୍ କଲେ, ଆଉ ଜଗାର ଅନୁଭୂତି ଆପଣଙ୍କ ସହିତ କେମିତି ଅଛି। ଜଗା ସେମିତି ହିଁ, ସେଥିପାଇଁ କି ଜଗାକୁ ମୋର ପୁଅ ବୋଲି ମୁଁ ଭାବେ। ମୁଁ ଜାଣିନି କାହିଁକି ଏମିତି